ଦୃଶ୍ୟ ରାଜା ହେଲେ ହତବାକ। ମହାନଦୀ ବାମତଟେ ଥିଲା ଏକ ଶିମିଳି ଜେଗା। ବୃକ୍ଷମୂଳେ ଅକସ୍ମାତ୍ ଶଶକ ହେଲେ ଅନ୍ତର୍ଧ୍ୟାନ। ଦେଖି ଚିନ୍ତାମଗ୍ନ ରାଜା ଶିବିରକୁ କଲେ ପ୍ରସ୍ଥାନ। ନିଦ୍ରା କାଳେ ଦେଖି ରାଜା ଏକ ଅଦ୍ଭୁତ ସ୍ୱପ୍ନ। ଉଜାଗର ହୋଇ ରାଜା ବସିଲେ ତୁରନ୍ତ ଦେବୀ ସମଲେଶ୍ୱରୀ ସ୍ୱପ୍ନ କହିଲେ, ନଦୀ ବକ୍ଷେ ରହିଅଛି ଗୁମଦର, ରହୁଛି ମୁଇଁ ଏବେ ତାହାରି ମଧ୍ୟ। ଶିମିଳି ବୃକ୍ଷମୂଳେ ମୋତେ ପରଜ ସ୍ଥାପନ, ଏଥିପାଇଁ ମନ୍ଦିର ନିର୍ମାଣ କରାହେଲା। ସ୍ୱପ୍ନାଦେଶ ଦେଇ ଦେବୀ ଅନ୍ତର୍ଦ୍ଧାନ ହେଲେ। ନିଦ୍ରା ତେଜି ଦେବୀଙ୍କୁ ଯେ ଭାଳିଲେ ରାଜା, ଶିମିଳି ବୃକ୍ଷମୂଳେ ରାଜା ଦେବୀ ସମଲେଶ୍ୱରୀ କରିଲେ ସ୍ଥାପନ। ଶତାବ୍ଦୀ ଶତାବ୍ଦୀ ଧରି ଦେବୀ ହୋଇଛନ୍ତି ସେଠାରେ ଆସିନ। ସ୍ୱପ୍ନାଦେଶ ଅନୁରୂପ ରାଜା ଆରମ୍ଭରେ ମନ୍ଦିର ନିର୍ମାଣ, ମାତ୍ର ସମସ୍ତ ଉଦ୍ୟମ ତାଙ୍କ ହୋଇରାଜି କଲେ। ଦେବୀ ସମଲେଶ୍ୱରୀଙ୍କ ପରମ ଭକ୍ତ ବଳରାମ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ଆସିଲେ ଆଦି ସମ୍ପନ୍ନ କରିବାକୁ ମନ୍ଦିର ନିର୍ମାଣ। ମୂର୍ତ୍ତି ତୁଳ ଦିବ୍ୟତା ଓ ସମୃଦ୍ଧିର ବରହ ଚିହ୍ନିତ ଭିତ୍ତିସ୍ଥଳେ ମାଙ୍କ ଭବ୍ୟ ପ୍ରତୀକ ସ୍ମରଣ ମାତ୍ରକେ ରୋଗ ଦୋଷ ହୁଏ ଖଣ୍ଡିତ। ତୁମେ ନେଇନାହ ତାହାର ରୂପ, ପ୍ରାଚୀନ କାଳରୁ ମନ ମଧ୍ୟରେ ରହିଅଛ ମାତ୍ର। ହେ ଦେବୀ ସମଲେଶ୍ୱରୀ, ଅଟଳ ଶାନ୍ତି ପ୍ରଧାନ, ପ୍ରତିଧ୍ୱନିତ ହୁଏ ତୋ ରହସ୍ୟ ପୃଥିବୀ ଗର୍ଭରୁ। ପ୍ରତିବର୍ଷ ତିରିପର୍ବ ହୁଏ ପାଳିତ, ପୁରପଲ୍ଲୀ ହର୍ଷୋଲ୍ଲାସୀ ହୁଏ ବିଗଳିତ। ହସ୍ତେ ଧରି ପୁଷ୍ପାଞ୍ଜଳି ସର୍ବପୁରବାସୀ, ମାଙ୍କ ପଦ୍ମରେ ମାତି ହୋଇଥାନ୍ତି। ନୂଆଖାଇ ନାମେ ଅଛି ଏକ ଗଣପର୍ବ ପାଳିବା। ଏହି ଉତ୍ସବ ଏକତ୍ରିତ ହୋଇଥାନ୍ତି ସର୍ବ, କରି ନବାନ୍ନ ଅର୍ପଣ ଦେବୀ ସମଲେଶ୍ୱରୀଙ୍କଠାରେ ଆଶୀର୍ବାଦ ଲୋଡ଼ିଥାନ୍ତି। ସମୃଦ୍ଧି ହେଉ ଅଞ୍ଚଳରେ। ମହାବିଶ୍ୱ ସଂକ୍ରାନ୍ତି ଆସେ, ମୃତ୍ୟୁ ଉପରେ ପ୍ରେମର କଥା ଯେ ଭାସେ। ସତୀ ସାବିତ୍ରୀଙ୍କ କଥା କରାଏ ସ୍ମରଣ, ବୈଶାଖ ଚୈତ୍ର ମାସରେ ଉତ୍ସବ ହୋଇ ପାଳନ। ଶାରଦୀୟ ଦୁର୍ଗା ପୂଜା ହୋଇ ପାଳନ। ଦର୍ଶନ କରି ମାଙ୍କୁ ସବେ ହୁଅନ୍ତି ପ୍ରସନ୍ନ। ଦେବୀ ସମଲେଶ୍ୱରୀ ମହାଳୟା ଦିନ ଧବଳମୁଖୀ ବେଶରେ ଦିଅନ୍ତି ଦର୍ଶନ। ଗଙ୍ଗା ସ୍ନାନ ସମମିଳେ ପୁଣ୍ୟବଳ, ଦେଖି ଧବଳମୁଖୀ ବେଶ ଯେ ସଫଳ।